ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ। ଏହା କମ୍ପ୍ୟୁଟର ଆପଣଙ୍କର କ୍ଲାସ୍ ନମ୍ବର 43 ଅଟେ। ଏହା ପୂର୍ବରୁ ଅଲରେଡ଼ି ଆମେ 42ଟି କ୍ଲାସ୍ କରିଛେ। ଯଦି ଆପଣ କୌଣସି ବି କ୍ଲାସ୍କୁ ମିସ୍ କରିଛନ୍ତି ନା, କାଇଣ୍ଡଲି ଆପଣ ମିସ୍ କରିବେନି। ପ୍ଲେଲିଷ୍ଟକୁ ଆପଣ ଯିବେ, ପ୍ଲେଲିଷ୍ଟରେ ଆପଣ ଦେଖିବେ ଆପଣଙ୍କର କମ୍ପ୍ୟୁଟର ଲେଖା ହେଇଥିବ। ଏଥିରେ ସବୁ କ୍ଲାସ୍ ଗୁଡ଼ା ଆପଣଙ୍କର ଏଭେଲେବୁଲ୍ ରହିଛି। କମ୍ପ୍ୟୁଟର ଦେଖନ୍ତୁ ବହୁତ ହି ଇଜି ଟପିକ୍ ଅଟେ, ଯୋଉଥିରୁ କି ଗୋଟେ ମାର୍କ 2 ମାର୍କ ଆପଣଙ୍କର ହୁଏତ ଏପଟ ସେପଟ ହେଇପାରେ, ନହେଲେ ଫୁଲ୍ ସ୍କୋର ଆପଣଙ୍କର ସିଓର ସଟ୍ ଆସିବ। ଆଉ ଯେତେବେଳେ ବି ଆପଣ ଫ୍ରି ଟାଇମରେ ରହୁଛନ୍ତି ନା, ସେଇ ସମୟରେ ଆପଣମାନେ କାଇଣ୍ଡଲି ଅଡ଼ିଓ କ୍ଲାସ୍ ଗୁଡ଼ାକୁ ନା ବାରମ୍ବାର ବାରମ୍ବାର ଆପଣ ରିଭାଇଜ୍ କରୁଥିବେ। ଅଡ଼ିଓ କ୍ଲାସ୍ରେ A to Z ସବୁଦିନ ଯେତେ ଅଧିକ ଆପଣମାନେ ରିଭାଇଜ୍ କରୁଥିବେ ନା, ସେତେ ଅଧିକ ଆପଣଙ୍କର ହିଁ ରିକଲ୍ ହଉଥିବ। ଠିକ୍ ଅଛି। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି, ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଆଉ ସାଙ୍ଗମାନଙ୍କୁ ଲାଇକ୍ ଆଉ ସେୟାର କରିକି ଜଣେଇବା ପାଇଁ ଭୁଲିବେନି। ଆଉ କୌଣସି ବି ଯଦି କ୍ଲାସ୍କୁ ମିସ୍ କରୁଛନ୍ତି ନା, କାଇଣ୍ଡଲି ମିସ୍ କରିବେନି। ଏବେ ହିଁ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯୋଉଦ୍ୱାରା କି ଆପଣ ସବୁଦିନ ସକାଳ 7ଟାରୁ ଆପଣଙ୍କର 10ଟା, ଦିନ 3ଟାରୁ 4ଟା, ସନ୍ଧ୍ୟା ଆପଣଙ୍କର 5ଟା 45ରୁ 7ଟା 15 ପର୍ଯ୍ୟନ୍ତ ଆପଣ କ୍ଲାସ୍ କରିପାରିବେ। ଠିକ୍ ଅଛି। ଆସନ୍ତୁ ତାହେଲେ କ୍ୱେଶ୍ଚନ ନମ୍ବର ଆପଣଙ୍କର 1 ଯିବା। MICRରେ ସି ର ଆପଣଙ୍କର ଫୁଲ୍ ଫର୍ମ କ'ଣ ବୋଲି ପଚାରିଛି। ଆମେ ଜାଣିଛେ MICRର ପିଲାମାନେ ଫୁଲ୍ ଫର୍ମ କ'ଣ ହେଇଯିବ? ମାଗ୍ନେଟିକ୍ ଇଙ୍କ। ସି ରେ କ'ଣ ହେଇଯିବ ରେ? କ୍ୟାରେକ୍ଟର। ମାଗ୍ନେଟିକ୍ ଇଙ୍କ ଆପଣଙ୍କର କ୍ୟାରେକ୍ଟର ରେକଗ୍ନାଇଜେସନ୍ ବୋଲି ଆମେ କହିପାରିବା, ଚଳିବ। ଠିକ୍ ଅଛି। ଆକୁ ଆପଣଙ୍କ ପାଇଁ ଯିବା। ଏଇ ଭିତରୁ ସବୁଠାରୁ ଲାର୍ଜେଷ୍ଟ ଆମର କୋଉଟା ବୋଲି ପଚାରିଛି। ଆମେ ଜାଣିଛେ 4 ବିଟ୍, 4 ବିଟ୍ରେ ଆମର କ'ଣ ହେଇଯାଏ ନା 1 ନିବଲ୍ ହେଇଯାଏ, ରାଇଟ୍ ପିଲାମାନେ। 8 ବିଟ୍ ଇଜ୍ ଇକ୍ୱାଲ୍ ଟୁ କ'ଣ ହେଇଯିବ ରେ? 8 ବିଟ୍ ଇଜ୍ ଇକ୍ୱାଲ୍ ଟୁ ଆମର 1 ବାଇଟ୍ ହୁଏ। ସେମିତି 1024 ପିଲାମାନେ ଆମର ବାଇଟ୍ ଇଜ୍ ଇକ୍ୱାଲ୍ ଟୁ କ'ଣ ହେଇଯିବ ରେ? 1 ଆମର କିଲୋ ବାଇଟ୍। ସେମିତି 1024 ପିଲାମାନେ କିଲୋ ବାଇଟ୍ ଇଜ୍ ଇକ୍ୱାଲ୍ ଟୁ କ'ଣ ହେଇଯିବ ରେ? 1 ମେଗାବାଇଟ୍। 1024 ପିଲାମାନେ ଆମର ମେଗାବାଇଟ୍ ଇଜ୍ ଇକ୍ୱାଲ୍ ଟୁ କ'ଣ ହେଇଯିବ ରେ? 1 ଆମର ଗିଗାବାଇଟ୍। ସେମିତି 1024 ଆମର ଗିଗାବାଇଟ୍ ଇଜ୍ ଇକ୍ୱାଲ୍ ଟୁ କ'ଣ ହେଇଯିବ ରେ? 1 ଟେରାବାଇଟ୍। ତାହେଲେ ଏଇ ଭିତରୁ ବଡ଼ କୋଉଟା ହବ? ଟେରାବାଇଟ୍ ନା? ଟେରାବାଇଟ୍ ଆମର ଚଳିବ। ଭେରି ଗୁଡ୍। ଆକୁ ଆପଣଙ୍କ ପାଇଁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ, ଭାର୍ଚୁଆଲ ମେମୋରି କହିଲେ କ'ଣ ବୁଝନ୍ତି? ଆମେ ଦେଖିଥିବେ ନା, ମୋବାଇଲ ଫୋନ ଯେତେବେଳେ କିଣୁଛେ ଲେଖା ହେଇଥାଏ ଆପଣଙ୍କର ଇଣ୍ଟରନାଲ ମେମୋରି 64 GB, ତାପରେ ଲେଖା ହେଇଥିବ ଏକ୍ସଟ୍ରା ଏକ୍ସପାଣ୍ଡେଡ ଅପ୍ ଟୁ ଲେଖା ହେଇଥାଏ, ରାଇଟ୍ ନା? ତାମାନେ ଯୋଉଟାକୁ ଆମେ ଏକ୍ସପାଣ୍ଡେଡ କରିପାରିବା ବା ଏକ୍ସଟେଣ୍ଡେଡ ଆପଣଙ୍କର କରିପାରିବା, ତାକୁ ହିଁ ଆମର କୁହାଯାଏ। ଚଳିବ, କିଛି ଅସୁବିଧା ନାହିଁ। ଭେରି ଗୁଡ୍। ଆକୁ ଯିବା। ଡେସ୍ ଇଜ୍ ଦ ପ୍ରୋସେସ୍ ଅଫ୍ ଫାଇଣ୍ଡିଂ ଏରର୍ସ ଇନ୍ ସଫ୍ଟୱେୟାର କୋଡ୍। ଆମେ ଯୋଉ କିଛି ଭୁଲକୁ ପିଲାମାନେ ଆଇଡେଣ୍ଟିଫାଇ କରୁଛେ ବା ଯୋଉ ୱେରେ କିଛି ଭୁଲକୁ ଆମେ ଠିକ୍ କରୁଛେ, ତାକୁ କ'ଣ ବୋଲି କୁହାଯାଏ? ଡିବଗିଂ ବୋଲି କୁହାଯାଏ। ଆଉ ବଗ୍ କହିଲେ କ'ଣ ନା ରେ? ଧରାଯାଉ କିଛି ବି ଆମର ପ୍ରୋଗ୍ରାମିଂରେ ଏରର ଦେଖାଗଲା, ତାକୁ ଆମେ କ'ଣ ବୋଲି କହୁ ନା? ବଗ୍ ବୋଲି କହୁ। ଆଉ ୟାର ଯୋଉ ସଲ୍ୟୁସନ ମାର୍କେଟରେ ଆଭେଲେବୁଲ ଅଛି, ତାକୁ ଆମେ କ'ଣ ବୋଲି କହୁ ନା? ପେଚ୍ ବୋଲି ଆମେ କହିଥାଉ। କ'ଣ ବୋଲି କହୁ ରେ? ପେଚ୍। ଯୋଉଥିରେ କିଛି ଭୁଲ ଥାଏ, ବଗ୍ ଠିକ୍ କରିବାକୁ ଡିବଗିଂ। ଆଉ ପିଲାମାନେ ଯୋଉ ମାର୍କେଟରେ ସଲ୍ୟୁସନ ଅଛି, ତାକୁ ପେଚ୍ ବୋଲି କୁହାଯାଏ। ଆଣ୍ଡୋ, ଆଣ୍ଡୋର ପିଲାମାନେ ଆପଣଙ୍କର ପଚାରିଛି, ଆଣ୍ଡୋ କହିଲେ କ'ଣ? ଆଣ୍ଡୋ, ଏକ୍ସ ମାନେ ତ ପିଲାମାନେ କଟ୍ ହେଇଯିବ ନା ରେ? ଜେଡ୍ ମାନେ ହେଉଛି ପିଲାମାନେ ଆପଣଙ୍କର କ'ଣ ହେଇଯିବ? ଆଣ୍ଡୋ। ଆଉ ୟୁ ମାନେ ତ ପିଲାମାନେ ଆମର ସରି ୱାଇ ମାନେ ଆପଣଙ୍କର କ'ଣ ହେଇଯିବ ରେ? ରେଡୋ, ରେଡୋ, ରାଇଟ୍ ନା? ଆଉ ୟୁ ମାନେ ତ ଆପଣଙ୍କର ଆଣ୍ଡରଲାଇନ୍ ହେଇଯିବ। କଣ୍ଟ୍ରୋଲ ଏ ମାନେ ସିଲେକ୍ଟ ଅଲ୍, ସି ମାନେ କପି, ରାଇଟ୍ ରେ? ଭି ମାନେ ଆପଣଙ୍କର ପେଷ୍ଟ, ଏଇଭଳିଆ। ଫର୍ କ୍ରିଏଟିଂ ଏ ଡକୁମେଣ୍ଟ, ଆପଣ ଗୋଟେ ନୂଆ କ୍ରିଏଟ୍ କରିବେ, ତ କୋଉଠୁ ଆପଣ କରିବେ? ନ୍ୟୁ ନା? ନ୍ୟୁକୁ ଯାଇକି ଆପଣ ନୂଆ କୌଣସି ବି ଡକୁମେଣ୍ଟକୁ ଆପଣ ତିଆରି କରିପାରିବେ। କୋଉଠୁ? ନ୍ୟୁକୁ ଯାଇକି। ଠିକ୍ ଅଛି। ଆଜି ପିଲାମାନେ କମ୍ପ୍ୟୁଟର ଆମର କୋଉ ଲାଙ୍ଗୁଏଜକୁ ବୁଝେରେ? ବେସିକାଲି କମ୍ପ୍ୟୁଟର କୋଉ ଲାଙ୍ଗୁଏଜକୁ ବୁଝେ? ସେ ଆପଣଙ୍କର 0କୁ ବୁଝେ ଆଉ 1କୁ ବୁଝେ। ତାହେଲେ କ'ଣ ହେଇଯିବ? ବାଇନାରୀ ଆପଣଙ୍କର ହେଇଯିବ ନା? ରାଇଟ୍। ଆକୁ ଯିବା। ଡେସ୍ ଇଜ୍ ଦ ପ୍ରୋସେସ୍ ଅଫ୍ କ୍ୟାରିଂ ଆଉଟ୍ କମାଣ୍ଡ। ଧରାଯାଉ ମୁଁ ଆପଣଙ୍କୁ କିଛି ବି କହିଲି, ଆପଣ ଯୋଉ କାମଟାକୁ କରୁଛନ୍ତି, ତାକୁ କ'ଣ ବୋଲି କୁହାଯିବ? ଏକ୍ଜିକ୍ୟୁଟିଂ ବୋଲି କୁହାଯିବ ନା? କ'ଣ ବୋଲି କୁହାଯିବ ରେ?
ଏକ୍ଜିକ୍ୟୁଟିଂ ବୋଲି ଆମର କୁହାଯିବ। ତ ଏକ୍ଜିକ୍ୟୁଟିଂ କହିଲେ କ'ଣ ନା ଦ ପ୍ରୋସେସ୍ ଅଫ୍ କ୍ୟାରିଂ ଆଉଟ୍ କମାଣ୍ଡ। ମୁଁ ଯାହା କହିଲି ସେ ଅନୁସାରେ କାମଟାକୁ କରିବେ। ଆସ୍କି, ଆସ୍କିର ପିଲାମାନେ ଫୁଲ୍ ଫର୍ମ କ'ଣ ହେଇଯିବ ରେ? ଆମେରିକାନ୍ ଷ୍ଟାଣ୍ଡାର୍ଡ କୋଡ୍ ଫର୍ ଇନଫର୍ମେସନ୍ ଇଣ୍ଟରଚେଞ୍ଜ। କ'ଣ ହେଇଯିବ ରେ? ଆମେରିକାନ୍ ଷ୍ଟାଣ୍ଡାର୍ଡ କୋଡ୍ ଫର୍ ଇନଫର୍ମେସନ୍ ଇଣ୍ଟରଚେଞ୍ଜ। ଚଳିବ। ଆଗକୁ ଯିବା। Which of the following is used by the browser to connect to the location of the internet sources? ଧରାଯାଉ ଆପଣ ଇଣ୍ଟରନେଟରେ କିଛି ବି ୟୁଜ୍ କରିବେ, କ'ଣ ଟାଇପ୍ କରିବେ କିଛି ବି www.google.com ବଗେରା, ଏଗୁଡ଼ାକୁ ଗୋଟେ ଗୋଟେ ଆମେ କ'ଣ ବୋଲି କହୁରେ? URL ବୋଲି ଆମେ କହିଥାଉ। ତ URL ର ପିଲାମାନେ ଫୁଲ୍ ଫର୍ମ କ'ଣ ହେଇଯିବ ରେ? ୟୁନିଫର୍ମ ରିସୋର୍ସ ଲୋକେଟର। କ'ଣ ହେଇଯିବ? ୟୁନିଫର୍ମ ରିସୋର୍ସ ଲୋକେଟର। ଆଉ ପ୍ରୋଟୋକଲ୍ ମାନେ ତ ଆପଣ ଜାଣିଛନ୍ତି, ଇଣ୍ଟରନେଟରେ ଯାହା ବି ଆମର ନୀତି ନିୟମ ସବୁ ରହିଛି ତାକୁ ଆମେ କ'ଣ ବୋଲି କହୁ? ନା ପ୍ରୋଟୋକଲ୍ ବୋଲି ଆମେ କହିଥାଉ। ଡେସ୍ ଇଜ୍ ଦ ପ୍ରୋସେସ୍ ଅଫ୍ ଡିଭାଇଡିଂ ଦ ଡିସ୍କ। ଆମେ ଡିସ୍କଟାକୁ ପିଲାମାନେ ଯେଉଁ ଭାଗ ଭାଗ କରିଦେଉ ତାକୁ ଆମେ କ'ଣ ବୋଲି କହୁରେ? ତାକୁ ଆମେ ଫର୍ମାଟିଂ ବୋଲି ଆମେ କହିଥାଉ। କ'ଣ ବୋଲି କହୁ? ଫର୍ମାଟିଂ ବୋଲି ଆମେ କହିଥାଉ। ଆଚ୍ଛା, ଏ ଭିତରୁ ପିଲାମାନେ ପରମାନେଣ୍ଟ ମେମୋରି ଆମର କେଉଁଟା? ଏ ଭିତରୁ ରୋମ୍ ନା? ଆପଣଙ୍କର ରିଡ୍ ଓନ୍ଲି ଆପଣଙ୍କର ମେମୋରି ରୋମ୍ ହେଉଛି ପରମାନେଣ୍ଟ। ବଟ୍ ରାମ୍ ତ ପିଲାମାନେ ଟେମ୍ପୋରାରୀ। ଆଉ ରାମ୍କୁ ଆମେ ଆଉ କ'ଣ ବୋଲି କହୁରେ? ଭଲାଟାଇଲ୍ ବୋଲି ଆମେ କହୁ। ଆଉ ରୋମ୍ଟାକୁ ଆମର କ'ଣ ବୋଲି କୁହାଯାଏ? ନନ୍ ଭଲାଟାଇଲ୍ ବୋଲି ଆମେ କହିଥାଉ। ଚଳିବ ନା? ଆଗକୁ ଯିବା। ଚେଞ୍ଜିଂ ଏନ୍ ଏକ୍ଜିଷ୍ଟିଂ ଡକୁମେଣ୍ଟ। ଧରାଯାଉ ଆପଣ କିଛି ବି ଲେଖାଲେଖି କରୁଛନ୍ତି, ସେଥିରେ କିଛି ଏଡ୍ କଲେ କିମ୍ବା ଡିଲିଟ୍ କଲେ ତାକୁ ଆମେ କ'ଣ ବୋଲି କହୁ? ତାକୁ ଆମେ ଏଡିଟିଂ ବୋଲି ଆମେ କହିଥାଉ। କ'ଣ ବୋଲି କହୁରେ? ଏଡିଟିଂ ବୋଲି କହୁ। ବେକଅପ୍, ବେକଅପ୍ କହିଲେ କ'ଣ? ଧରାଯାଉ ଗୋଟେ ଆପଣ ନୂଆ ମୋବାଇଲ ଫୋନ୍ କିଣିବେ, ପୁରୁଣା ମୋବାଇଲ ଫୋନ୍ରେ ବି ଆପଣଙ୍କର କିଛି ଡାଟା ରହିଛି, ତ ଆପଣ କ'ଣ କରନ୍ତି ନା ସେ ପୁରୁଣା ଫୋନ୍ରୁ କିଛି ପିଲାମାନେ ବେକଅପ୍ କରିକି ରଖନ୍ତି, ମାନେ ପ୍ରୋଟେକ୍ଟିଂ ଡାଟା ବାଇ କପିଂ ଇଟ୍ ଫ୍ରମ୍ ଦ ଅରିଜିନାଲ ସୋର୍ସ ଟୁ ଏ ଡିଫରେଣ୍ଟ ଡେଷ୍ଟିନେସନ୍। ଆପଣ କପି କରିକି ରଖନ୍ତି ଆଉ ଗୋଟେ ଜାଗାରେ, ଠିକ୍ ଅଛି, ତାକୁ ହିଁ ଆମେ କହିଥାଉ। ଚଳିବ। ହ୍ୱାଟ୍ ଇଜ୍ ଏ ପପୁଲାର ପ୍ରୋଗ୍ରାମ୍ ଫର୍ କ୍ରିଏଟିଂ ଡକୁମେଣ୍ଟସ୍? ଆଚ୍ଛା, ଆମେ କିଛି ବି ଡକୁମେଣ୍ଟ ପିଲାମାନେ କେଉଁଠି ତିଆରି କରୁରେ? MS ୱାର୍ଡ଼ରେ ଆମେ କରୁନା, ରାଇଟ୍? MS ଏକ୍ସେଲରେ ତ ପିଲାମାନେ କାଲକୁଲେସନ୍ ବଗେରା କରିଥାଉ। ଆଉ PPTରେ ପିଲାମାନେ ଆମର ପାୱାର ପଏଣ୍ଟ ଗୁଡ଼ା ଆମେ କରିଥାଉ। ଚଳିବ। ଆଚ୍ଛା ପିଲାମାନେ, ଏନ୍ ଇମେଜ୍ ଅନ୍ ଏ କମ୍ପ୍ୟୁଟର, ଗୋଟେ ଇମେଜଟା କୌଣସି ବି ଫଟୋ ବଗେରା ଆମେ ଯେଉଁ ଉଠଉଛେ ତାର କ'ଣ ଦେଖୁଛେ କି? ତାର ଆମେ ପିକ୍ସେଲକୁ ଦେଖୁଛେ। କ'ଣ ଦେଖୁଛେ ପିଲାମାନେ? ପିକ୍ସେଲକୁ ଆମେ ଦେଖୁଛେ। ଏନ୍ ଇମେଜ୍ ଅନ୍ ଏ କମ୍ପ୍ୟୁଟର ସ୍କ୍ରିନ୍ ଇଜ୍ ମେଡ୍ ଅପ୍ ଅଫ୍ ଏ ପିକ୍ସେଲ। ପିକ୍ସେଲ, ଠିକ୍ ଅଛି, ଚଳିବ। DPI ର ପିଲାମାନେ ଫୁଲ୍ ଫର୍ମ ଡଟ୍ସ ପର୍ ଇଞ୍ଚ ନା? ତାହେଲେ ଏଇଟା କ'ଣ? ଏଇଟା ହେଉଛି ପିଲାମାନେ ଡେନ୍ସିଟି ଅଫ୍ ଦ ପିକ୍ସେଲ ଅନ୍ ଏ କମ୍ପ୍ୟୁଟର ସ୍କ୍ରିନ୍। ଗୋଟେ କମ୍ପ୍ୟୁଟର ସ୍କ୍ରିନ୍ର ପିଲାମାନେ ଡେନ୍ସିଟିକୁ ମପା ଯାଇଥାଏ। ଚଳିବ। ଆଗକୁ ଯିବା। ହ୍ୱାଟ୍ ଟାଇପ୍ ଅଫ୍ ସଫ୍ଟୱେୟାର କ୍ରିଏଟ୍ ଏ ସ୍ମଲାର ଫାଇଲ୍? ଆଚ୍ଛା, ବଡ଼ ଫାଇଲ୍ଟାକୁ ପିଲାମାନେ ଯେଉଁ ଛୋଟ କରୁ ତାକୁ ଜିପ୍ ବୋଲି କୁହାଯାଏ, କିନ୍ତୁ ଏଠି ଆନଜିପ୍ ଦେଇଛେ, ନେଗେଟିଭ୍ ନା? ବା ତାକୁ ଆମେ କମ୍ପ୍ରେସନ୍ ବୋଲି ମଧ୍ୟ କହିପାରିବା। ବଡ଼ଟାକୁ ଆମେ କ'ଣ କଲେ ରେ? ଛୋଟ ଆମେ କଲେ। ଠିକ୍ ଅଛି। ସେଟିଂ ଫଣ୍ଟସ୍ ଫର୍ ଦ ଟେକ୍ସଟ। ଆମେ ଯେଉଁ ପିଲାମାନେ ଫଣ୍ଟ ଆମେ ସେଟ୍ କରୁଛେ, ଯେମିତି ଭାରଦାନା, କେଲିବରି, ଏଇ ଯେଉଁ ଫଣ୍ଟ ଗୁଡ଼ାକୁ ଆମେ ସେଟ୍ କରୁଛେ ତାକୁ କ'ଣ ବୋଲି କୁହାଯାଏ? ତାକୁ ଆମେ ଫର୍ମାଟିଂ ବୋଲି ଆମେ କହିଥାଉ। କ'ଣ ବୋଲି କହୁରେ? ଫର୍ମାଟିଂ ବୋଲି ଆମେ କହିଥାଉ। ଚଳିବ। ଡେସ୍ ସଫ୍ଟୱେୟାର ଏଲାଉଜ୍ ଦ ୟୁଜର ଟୁ ସ୍ପିକ୍ ଇନ୍ ଟୁ ଦ କମ୍ପ୍ୟୁଟର। ଆଚ୍ଛା ପିଲାମାନେ, ସେ ଆପେ ଆପେ ଯେଉଁ କହିଦିଏ ତାକୁ ଆମେ କ'ଣ ବୋଲି କହୁରେ? ସ୍ପିଚ୍ ରେକଗ୍ନାଇଜେସନ୍ ବୋଲି ଆମେ କହୁନା? ଅଲ୍ ମାରିବନି ଏଠି, ସ୍ପିଚ୍ ରେକଗ୍ନାଇଜେସନ୍। ସେ ଆପଣଙ୍କର ନିଜେ ନିଜେ ପଢ଼ିକି ଆପଣଙ୍କୁ କହିଦେବ। ଏ ସର୍ଭର ୟୁଜ୍। ଆଚ୍ଛା ପିଲାମାନେ, ସର୍ଭରରେ କ'ଣ କରେ କିରି? ସେ ପଛପଟୁ ନା ଆଗ ପଟୁ ସପୋର୍ଟ ଦିଏ? ପଛପଟୁ ବ୍ୟାକଏଣ୍ଡ ସପୋର୍ଟ ଦିଏ। ମାନେ କିଛି ପ୍ରୋବ୍ଲେମ୍ ହେଲେ ଆପଣମାନେ ସର୍ଭରରେ ଚେକ୍ କରନ୍ତି, ବ୍ୟାକଏଣ୍ଡ ସପୋର୍ଟ ଆମକୁ ଦେଇଥାଏ। ଚଳିବ। XP, ପିଲାମାନେ ପୂର୍ବରୁ ୱିଣ୍ଡୋଜ୍ XP ଅପରେଟିଂ ସିଷ୍ଟମ୍ ଥିଲାରେ, XPର ଫୁଲ୍ ଫର୍ମ କ'ଣ ବୋଲି ପଚାରିଛି। କ'ଣ ହେଇଯିବ ରେ? XP ମାନେ ହେଉଛି ଆମର ଏକ୍ସପେରିଏନ୍ସ। କ'ଣ ହେଇଯିବ ପିଲାମାନେ? XP ମାନେ ହେଉଛି ଆମର ଏକ୍ସପେରିଏନ୍ସ। ଠିକ୍ ଅଛି ରେ, ଚଳିବ। ଆଗକୁ ଯିବା। ଏଇ ଭିତରୁ ପିଲାମାନେ ଭାଇରସ୍ କୋଉଠୁ ଆସେ? ଅଲ୍ ଅଛି ମାନେ ତ ମାରିଦେବା। ଇମେଲରୁ ବି ଆସେ, କମ୍ପ୍ୟୁଟର ନେଟୱାର୍କରୁ, ଇଣ୍ଟରନେଟରୁ। ହାଇ ରିଜଲ୍ୟୁସନ୍। ଆଚ୍ଛା ପିଲାମାନେ, ହାଇ ରିଜଲ୍ୟୁସନ୍ ମାନେ କ'ଣ ବୁଝୁଛ? ତାର DPI ମଧ୍ୟ ଅଧିକ ଥିବ। ହାଇ ଡଟ୍ସ ପର୍ ଇଞ୍ଚ, ତାକୁ ହିଁ ଆମେ କ'ଣ ବୋଲି କହିବା ନା ହାଇ ରିଜଲ୍ୟୁସନ୍ ବୋଲି ଆମେ କହିବା। ଚଳିବ।
ଆଚ୍ଛା ପିଲାମାନେ ରହି ଯେଉଁ MS ୱାର୍ଡ, MS ଏକ୍ସେଲ, MS ପାୱାର ପଏଣ୍ଟ ଏଗୁଡ଼ା ଗୋଟେ ଗୋଟେ କ'ଣ କହିଲ ରେ? ଏଗୁଡ଼ାକୁ ଆମେ ପରବର୍ତ୍ତୀ ସମୟରେ ଇନଷ୍ଟଲ୍ କରୁଛେ ନା, ତେଣୁକରି ଏଗୁଡ଼ାକୁ କ'ଣ ବୋଲି କୁହାଯାଏ ନା ଆପ୍ଲିକେସନ୍ ସଫ୍ଟୱେୟାର ବୋଲି କୁହାଯାଏ। ଯେଉଁଗୁଡ଼ା ପୂର୍ବରୁ ଥାଏ ତାକୁ ସିଷ୍ଟମ୍ ବୋଲି କୁହାଯାଏ। ଯେଉଁଗୁଡ଼ାକୁ ଆମେ ଇନଷ୍ଟଲ୍ କରୁଛେ ପରବର୍ତ୍ତୀ ସମୟରେ ତାକୁ କ'ଣ ବୋଲି କୁହାଯାଏ ନା ଆପ୍ଲିକେସନ୍ ବୋଲି କୁହାଯାଏ। ଚଳିବ। ଦ ପ୍ରାଇମେରୀ ପର୍ପୋଜ ଅଫ୍ ଏ କମ୍ପ୍ୟୁଟର ଇଜ୍ ଟୁ, ବେସିକାଲି କମ୍ପ୍ୟୁଟର ପିଲାମାନେ କ'ଣ କରେ କହିଲ? ଆମେ ଯାହା କିଛି ବି ଦଉଛେ ବା ଯେଉଁ ଜିନିଷ ଗୁଡ଼ା ଅସଜଡ଼ା ଅବସ୍ଥାରେ ଥାଏ ତାକୁ ଆମେ ଡାଟା ବୋଲି କହୁଛେ ନା, ସେ ଡାଟାକୁ କ'ଣ କରେ ନା ଇନଫର୍ମେସନରେ ଆପଣଙ୍କର କନଭର୍ଟ କରିଦିଏ। ଠିକ୍ ଅଛି ରେ, ଆଗକୁ ଯିବା। ଦ ସାଇମultaneous ପ୍ରୋସେସ୍ ଅଫ୍ ଟୁ ଅର୍ ମୋର୍ ପ୍ରୋଗ୍ରାମିଂ, ପ୍ରୋଗ୍ରାମ କହିଛି ନା ଦୁଇଟା କିମ୍ବା ତିନିଟା ପିଲାମାନେ ଯେଉଁ ପ୍ରୋଗ୍ରାମକୁ ଆମେ କରୁଛେ ତା କ'ଣ ବୋଲି କୁହାଯିବ? ମଲ୍ଟି ପ୍ରୋଗ୍ରାମିଂ ବୋଲି ଆମେ କହିପାରିବା। ଆଜି ପିଲାମାନେ ହେଲ୍ପ, ଏଇ ଯେଉଁ ହେଲ୍ପ ମେନୁଟା ଆମର କୋଉଠି ରହିଥାଏ ରେ? ଷ୍ଟାର୍ଟ ନା, ଷ୍ଟାର୍ଟ ବଟନରେ ହିଁ ଆମର କ'ଣ ରହିଥାଏ ନା ହେଲ୍ପ ମେନୁ ରହିଥାଏ। ଦ ଡେସ୍ ଫୋଲ୍ଡର ରିଟେନ୍ସ କପିଜ୍ ଅଫ୍ ମେସେଜ, ଧରାଯାଉ ଗୋଟେ ମେସେଜ ପିଲାମାନେ ଟାଇପ୍ କରୁଛନ୍ତି ଇମେଲ ବଟ୍ ଯାଇନି, ସେ କୋଉଠି ରୁହେ? ସେ ଡ୍ରାଫ୍ଟରେ ଆପଣଙ୍କ ରୁହେ ନା ପିଲାମାନେ, କୋଉଠି ରୁହେ ରେ? ଡ୍ରାଫ୍ଟ ଆକାରରେ ଆପଣଙ୍କ ରୁହେ। ଚଳିବ। ହ୍ୱାଟ୍ ଇଜ୍ ଏ ସିରିଏଲ ପୋର୍ଟ ଦେଟ୍ ଏଡ୍ ଏ ଡାଇରେକ୍ଟ କନେକ୍ସନ୍ ଟୁ ଏ ନେଟୱାର୍କ? ଆମର ପିଲାମାନେ ଦେଖିଥିବେ ସିପିୟୁରେ ଗୋଟେ ପୋର୍ଟ ଅଛି ଯେଉଁଥିରେ ନେଟୱାର୍କ କନେକ୍ସନ୍ କରାଯାଏ, ତାକୁ ଆମେ କ'ଣ ବୋଲି କହୁ? NIC, ନେଟୱାର୍କ ଇଣ୍ଟରଫେସ୍ କୋଡ୍ ବୋଲି ଆମର କୁହାଯାଏ। ଠିକ୍ ଅଛି। ୟୁଏସବିର ଫୁଲ୍ ଫର୍ମ କ'ଣ ହେଇଯିବ ରେ? ୟୁନିଭର୍ସାଲ ସିରିଏଲ ବସ୍। ଆଉ ମୋଡେମର କାମ କ'ଣ? ମଡୁଲେସନ୍ ଆଉ ଡିମଡୁଲେସନ୍ କାମ କରିବା। What should be used if a company wants to include its company name and logo at the bottom? ତଳପଟେ ଲେଖିବାକୁ କ'ଣ ବୋଲି କୁହାଯାଏ? ଉପରେ ହେଲେ ପିଲାମାନେ ହେଡର, ତଳପଟେ ହେଲେ କ'ଣ ହେଇଯିବ ରେ? ଫୁଟର ନା, ତଳପଟେ ଆମର କ'ଣ ହେଇଯିବ ନା ଫୁଟର, ଉପରେ ହେଲେ ହେଡର, ତଳପଟେ ହେଲେ ଆମର ଫୁଟର ହେଇଯିବ। ଚଳିବ। ଆଶା କରି ପିଲାମାନେ ଆପଣଙ୍କୁ କ୍ଲାସଟି ଭଲ ଲାଗିଥିବ। ଆପଣମାନେ କାଇଣ୍ଡଲି କୌଣସି ବି କ୍ଲାସ୍ ଗୁଡ଼ାକୁ ମିସ୍ କରିବେନି। ତାହା ଆପଣଙ୍କର ପ୍ଲେଲିଷ୍ଟରେ ଆଭେଲେବୁଲ୍ ହଉ କିମ୍ବା ଆପଣଙ୍କର ଆପ୍ଲିକେସନରେ ଯେଉଁ କ୍ଲାସ୍ ହେଉଛି କାଇଣ୍ଡଲି ପ୍ଲାନିଂ ଅନୁସାରେ ପଢ଼ିବେ। ବାଇ ଡିଫଲ୍ଟ ଆପଣମାନେ କ୍ୱାଲିଫାଇ କରିବେ, ଗ୍ୟାରେଣ୍ଟି ମୁଁ ଆପଣଙ୍କୁ ଦେଉଛି। ପ୍ଲେ ଷ୍ଟୋରକୁ ଯାଇକି ଏବେ ହିଁ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ। କେବଳ 399ରେ ପୁରା ଗୋଟିଏ ବର୍ଷ ଆପଣ ପଢ଼ିପାରିବେ, ପୁରା ଗୋଟିଏ ବର୍ଷ। ଡେଲି 4ରୁ 6 ଘଣ୍ଟା ଲାଇଭ୍ କ୍ଲାସ୍, 1 ଲକ୍ଷରୁ ଅଧିକ ମକ୍ ଟେଷ୍ଟ, A to Z ଆପଣଙ୍କ ପାଇଁ ରହିଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।